ଆପଣଙ୍କର ଏଭଳି ନିର୍ଣ୍ଣୟ ପରେ ଆପଣଙ୍କ ଜୀବନରେ କିଛି ପ୍ରଭାବ ପଡ଼ିଛି? ନିଶ୍ଚିତ ବହୁତ ବଡ଼ ପ୍ରଭାବ ପଡ଼ିଛି। କାରଣ ଆମେ ଯେତେବେଳେ ଥିଲୁ ଯେତେବେଳେ ଷ୍ଟୁଡେଣ୍ଟ ଲାଇଫରେ ଥିଲୁ ସେତେବେଳେ ଆମ ମୁଣ୍ଡରେ ହେୟାର ଥିଲା, ଏବେ ହେୟାର ନାହିଁ। ଆଉ ଯେତେବେଳେ ଆମେ ରଙ୍ଗୀନ ବେରଙ୍ଗୀ ସବୁ କପଡ଼ା ପିନ୍ଧୁଥିଲୁ, ଏବେ କେବଳ ଗୋଟିଏ କଲର ହିଁ ପିନ୍ଧୁଛୁ, ସାଫ୍ରନ୍। କଲର ବାଛିବାରେ ଅସୁବିଧା ହଉନଥିବ? ନିଶ୍ଚିତ। ଆକ୍ଚୁଆଲି ପ୍ରଭାବ ଯଦି ଆମେ ଦେଖିବା ତ ଏଇ ଯେଉଁ ସାଧୁର ଲାଇଫରେ ତ ଆଗରୁ ଆମେ ଗୋଟେ ଡିସିପ୍ଲିନ୍ ଲାଇଫରେ ଚାଲୁନଥିଲୁ ଯେତିକି ଆମେ ଅନୁଭବ କରୁଛୁ ଲାଇଫରେ, କିନ୍ତୁ ସେଇ ଜିନିଷଟା ଆମେ ଏବେ ଅନୁଭବ କରୁଛୁ କି ନାଇଁ ଲାଇଫରେ କିଛିଟା ଡିସିପ୍ଲିନନେସ୍ ବି ଆବଶ୍ୟକ, ଯେଉଁଥିରେ କି ଆମେ ଲାଇଫକୁ ଆଉ ଗୋଟେ ଅଲଗା କନସିୟସନେସ୍କୁ ଆମେ ନେଇପାରିବା ବା ଗୋଟେ ଏନଲାଇଟେନ୍ କନସିୟସନେସ୍କୁ ଆମେ ନେଇପାରିବା ଲାଇଫକୁ। ଡିସିପ୍ଲିନ୍ ସବୁଥିରେ ଆବଶ୍ୟକ। ଯେ ଯଦି ଜଣେ ଷ୍ଟୁଡେଣ୍ଟ ଲାଇଫରେ ଅଛି ତାହେଲେ ମଷ୍ଟ ତାକୁ ଡିସିପ୍ଲିନ୍ ଆବଶ୍ୟକ ତାର ଷ୍ଟଡ଼ିରେ ଫୋକସ୍ କରିବା ପାଇଁକି। ଆଉ ତା ସହିତ ଜଣେ ବିଜନେସ୍ ମାଇଣ୍ଡେଡ଼ ଅଛି ତ ତାକୁ ମଧ୍ୟ ଆବଶ୍ୟକ ତାର ବିଜନେସ୍ ଉପରେ ଫୋକସ୍ କରିବା ପାଇଁକି। ସେମିତି ସବୁ କ୍ଷେତ୍ରରେ ଡିସିପ୍ଲିନ୍ ଆବଶ୍ୟକ। ସେମିତି ସାଧୁ ଜୀବନରେ ବି ଆମେ ଯେତେବେଳେ ଡିସିପ୍ଲିନ୍ ଦେଖୁଛୁ, ଏଇଟା ଗୋଟେ ଏମିତି ଜୀବନ ଯେଉଁଠି ଆଶ୍ରମରେ ଆପଣ ରହିଲେ ହିଁ ଅଟୋମେଟିକାଲି ଆପଣ ଡିସିପ୍ଲିନ୍ ହେଇଯିବେ। ତ ସେଇ ଡିସିପ୍ଲିନ୍ ଦ୍ୱାରା ଆମେ ବହୁତ କିଛି ନୂଆ ନୂଆ ଜିନିଷ ଲାଇଫରେ ମଧ୍ୟ ଏକ୍ସପିରିଏନ୍ସ କରୁଛୁ। ଯେମିତିକି ଆପଣ ଦେଖନ୍ତୁ, ଆମେ ଯେତେବେଳେ ଆକ୍ଚୁଆଲି ଆମର ଇସ୍କନରେ ଆମେ କ'ଣ କରୁ ନା ପ୍ରଚାର କରୁ ଲୋକମାନଙ୍କୁ, କୃଷ୍ଣଙ୍କ ବିଷୟରେ ତାଙ୍କୁ ବାଣୀ ଶ୍ରବଣ କରୁ, ସେମାନଙ୍କୁ ଉତ୍ସାହିତ କରୁ। ଆପଣମାନେ ଏଇ ଯେଉଁ ଭୌତିକ ଦୁନିଆରେ ଅଛନ୍ତି ତ ସେଥିରେ ଆପଣ ପ୍ରକୃତ ଆନନ୍ଦକୁ ପାଉନାହାନ୍ତି, ଆପଣ କୃଷ୍ଣଙ୍କ ପାଖକୁ ଆସନ୍ତୁ, ଆପଣ ଆନନ୍ଦ ପାଇପାରିବେ। ତ ଲୋକମାନେ କୁ ଯେତେବେଳେ ଆମେ କହୁ, ସମସ୍ତେ ତ ଆକ୍ସେପ୍ଟ କରନ୍ତିନି, କିଏ କିଏ ରିପେଲ୍ ବି କରନ୍ତି, କିଏ କିଏ ଆକ୍ସେପ୍ଟ ବି କରନ୍ତି। ତ ଆମେ ସେଇ ଜାଗାରେ ବହୁତ ସାରା କଥା ବି ମଧ୍ୟ ଶୁଣିଛେ, ଖରାପ କଥା ବି ଲୋକମାନଙ୍କ ଠାରୁ। ତା ସହିତ ଆମେ ବହୁତ ସାରା ଲୋକମାନେ ଅଛନ୍ତି ଯେଉଁମାନେ କି ଆମକୁ ଆକ୍ସେପ୍ଟ ବି କରିଛନ୍ତି, ଆଉ ବହୁତ ଆନନ୍ଦ ବି ଲାଗେ ସେଇ ସମୟରେ। ଆଉ ସୋସାଇଟିରେ ଯେତେବେଳେ ଆମେ ଜଣଙ୍କୁ ଉତ୍ସାହିତ କରୁଛୁ ଆଉ ସେ ଯେତେବେଳେ ଭକ୍ତ ହେଇଯାଉଛନ୍ତି, ସେଇଟା ବହୁତ ଆନନ୍ଦ ମଧ୍ୟ ପ୍ରଦାନ କରେ କି ଯାହା ହଉ ଆମେ ଏତେ ପ୍ରୟାସ କରୁଛେ ଆଉ ସେ ପ୍ରୟାସ ଭିତରେ ଜଣେ କୃଷ୍ଣଙ୍କର ଭକ୍ତ ହେଇପାରୁଛି, ଆଉ ଇନ୍ ସ୍ପେସିଆଲି ସେ ଆନନ୍ଦ ହେଇପାରୁଛି, ମାନେ ଆନନ୍ଦିତ ହେଇପାରୁଛି ସେ। ତ ସେଇଟା ବହୁତ ଖୁସି ଲାଗେ। ଏଇଟା ତ ମୋ ପାଇଁକି ବହୁତ ବଡ଼ ମୋ ଜୀବନରେ ପରିବର୍ତ୍ତନ କି ମୁଁ ସୋସାଇଟି ଭିତରେ ଜଣଙ୍କୁ ପରିବର୍ତ୍ତନ କରିପାରୁଛି, ତାଙ୍କୁ ଖୁସି ଦେଇପାରୁଛି, ପ୍ରକୃତ ଆନନ୍ଦ ଦେଇପାରୁଛି। ତ ଏଇଟା ହିଁ ବହୁତ ବଡ଼ ପ୍ରଭାବ ମୋ ଉପରେ।